କାଁ ହେଲା ଯେ ମୋତେ ଆଜି ବିପି ଚେକ୍ କରିବାକୁ ପଡ଼ିଲା। ତ ଦେଖୁଥିବେ ଭାଇ ସକାଳୁ ମୋତେ ଭଲ ନାଇଁ ଲାଗୁଥି ଦେଖିଦେଲି ଗାଡ଼ି ଯେ ଗାଡ଼ିଟା ମଇଳା ହେଇଯାଇଥିଲା ନିଜେ ତ ଚକଚକା ରହିଲାନି ଭାଇ ଗାଡ଼ିକେ ଟିକେ ଧୋଇଦେବି ବୋଲି ଧୋଇଦେଲି ଟିକେ ଭାଇ ତାପରେ ମୁଇଁ ୟୁନିଫର୍ମ ଟାଇଟ୍ କରାବାର ଥିଲା ଗଲାବେଲେ ଭାଇ ବାଟରେ ମୋର୍ ସାଙ୍ଗ ଗୋଟେ ଭେଟ ପଡ଼ିଗଲେ ଭେଟ ଇ ଭାଇଟା ପନିପରିବା ବିକସନ୍ ଭାଇ ତାପରେ ମୁଇଁ ଟେଲର୍କେ ଗଲାବେଳେ ଟେଲର୍ ମାଷ୍ଟର ଥିଲା ଟେଲର୍ ମାଷ୍ଟର ନାଇଁ ଦେଖିକି ନାପି କରି କାଟଲା ପରେ ଫିଟିଙ୍ଗ କରିଦେଲେ ଫିଟିଙ୍ଗ କଲା ପରେ ମୁଇଁ ଲଗାଲା ପରେ ମୋତେ ଆଗାଡ଼ ପଛା ଟିକେ ଲଗା ଚେକ୍ କରିବା ବୋଇଲେ ଚେକ୍ କଲା ପରେ ଭାଇ ବୁଲିକରି ମୁଇଁ ଦେଖିଦେଲି ଦେଖିଦେଇ ସାରିଲା ପରେ ଭାଇ ଆଇରନ୍ ଦେଇଦେଲେ ଫିଟିଙ୍ଗ ହେଇଗଲା ବୋଲିକରି ଫିଟିଙ୍ଗ ହେଲା ପରେ ଭାଇ ମୁଇଁ ସିଧା ପଳେଇକରି ମୁଇଁ ବହୁତ ଜେରକ୍ସ କରବାର ଥିଲା ବାବୁ ଗୋଟେ ଦେଖ ବାବୁ ସବୁବେଲେ ଆସିଲେ ମାମା ବୋଲି ଚିଡ଼ଚିଡ଼ ହଉଥି ସେଦିନ ମୁଇଁ ଗଲା ପରେ ଯେତେବେଳେ ଭାଇ ସେନୁ ଫେରିଲା ପରେ ଆଦର୍ଶରେ ମୋର୍ ବଡ଼ ଭାଇର ଝିଅ ଆସିବାର ଥିଲା ଝିଅକେ ମୁଇଁ ଯାଇକରି ପିକଅପ୍ କରିଦେଇ ଝିଅ କହୁଛେ ଯେ ଚାଚା ତୁମର ଦେହଟା କେନ୍ତେ ମୁଁ ଭଲ ନାଇଁ ଦିଶବା ଚେହେରା ବୋଲି କହୁଛେ ଭାଇ ଜ୍ୱର ତ ହଉଥିଲେ କାହିଁକା ଭଲ ଦିଶେ ସେଟା ପଳେଇକରି ମେଡ଼ିକାଲକେ ଗଲା ପରେ ଭାଇ ଦେଖିଥିବେ ନାନୀ ଗୋଟେ ଭଞ୍ଜା ଗୋଟେ ଆସିଛନ୍ ତାଙ୍କୁ ବି ଜ୍ୱର ହଉଥିଲା ତ ସେ ବି ମେଡ଼ିକାଲ ଆସିଥିଲେ ତ ଦେଖିଦେଲେ ତାପରେ ମୋର୍ ବିପିଟା ଟିକେ ଚେକ୍ କରିଦେଲେ ଚେକ୍ କରିଦେଲା ପରେ ଭାଇ ମୋତେ ଲମ୍ବା ଲମ୍ବା ମେଡ଼ିସିନ ଧରିଦେଲେ ଏଇଟାକେ ଏବେ 2 ଟାଇମ୍ ଖାଇବ ବୋଲି କହିଲେ ଭାଇ ତାପରେ ମୁଁ ଯେତେବେଳେ ପଳେଇ ଆସିଥିନି ମୋତେ ଫୋନ୍ ଆସିଲା ମୋର୍ ସାଙ୍ଗ ଗୋଟେ 3 ବର୍ଷ ପରେ ସରପ୍ରାଇଜ୍ ଦେବା ଲାଗି ଆସିଛନ୍ ତାପରେ ଦେଖୁଥିବେ ଏତେ ମୋର୍ ଦୋସ୍ତି ଯେ ନାଇଁ କନ୍ ଅଛି ତାପରେ ରାସ୍ତାରେ ପଳେଇ ଆସିଲା ବେଳକୁ ଭାଇ ମୋର୍ ଭଞ୍ଜା ଟିକେ ଦେଖା ହେଇଗଲା ଦେଖା ହେଲେ ସେ ଗୋଟେ କେନେ ଗପୁଥିଲେ ତ ମୁଇଁ ଟିକେ ଚିଡ଼େଇ ଦେବାକେ ମାମା ମୋତେ ଇନସଲ୍ଟ ନାଇଁ କର ବୋଲି ସେ କହିଲେ।